ଆଧାର କାର୍ଡକୁ ନେଇ ନୂଆ ନିୟମ। ତ ଦେଖନ୍ତୁ ଆପଣମାନେ ଜାଣିଛନ୍ତି ଆଧାର କାର୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟସ୍ ଯାହାକି ଆମ ଭାରତର କୁହାଯିବ ଆଉ କୌଣସି ଜାଗାରେ ବି ଆପଣମାନେ ଆଧାର କାର୍ଡକୁ ଲଗେଇ ପାରିବେ ଯାହାକି ଡକୁମେଣ୍ଟସ୍ ହିସାବରେ ଆପଣମାନେ ଜାଣିଛନ୍ତି। ତ କଣ ଅପଡେଟ୍ ରହିଛି ଦେଖନ୍ତୁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଯାହାକି ଏଇ ଗଭର୍ଣ୍ଣମେଣ୍ଟ କଣ ନୂଆ ନିୟମ ରଖାଯାଇଛି ତ ଜାଣିପାରିବେ। ତ ଦେଖନ୍ତୁ ଭାରତରେ ରହୁଥିବା ଲୋକଙ୍କ ପାଇଁ ଅନେକ ଡକୁମେଣ୍ଟସ୍ ରହିବା ଆବଶ୍ୟକ। ଏଇଗୁଡ଼ିକର ପ୍ରତିଦିନ କୌଣସି ନା କୌଣସି କାମ ପାଇଁ ଆବଶ୍ୟକ। ଏଥିରେ ଅନେକ ଡକୁମେଣ୍ଟସ୍ ଅନ୍ତର୍ଭୁକ୍ତ ରାସନ କାର୍ଡ, ପାନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ ଏବଂ ଆଧାର କାର୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟସ୍ ଅଛି। ଏହି ଡକୁମେଣ୍ଟସ୍ ବିନା ଆପଣଙ୍କ ଗୋଟିଏ ନୁହେଁ ବରଂ ଅନେକ କାମ ଅଟକି ଯାଇପାରେ। ତେଣୁ ଯଦି ଆପଣଙ୍କର ଆଧାର କାର୍ଡ ପାଖରେ ଏହି ଡକୁମେଣ୍ଟସ୍ ନାହିଁ ତେବେ ତୁରନ୍ତ ତିଆରି କରନ୍ତୁ। ଆଧାର କାର୍ଡ ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ତିଆରି କରାଯାଏ କିନ୍ତୁ ଏଥିପାଇଁ ଉକ୍ତ ନିୟମ ସ୍ଥିର କରାଯାଇଛି। ସେମାନଙ୍କୁ ଅନୁସରଣ କରିବା ପରେ ହିଁ ପିଲାମାନଙ୍କର ଆଧାର କାର୍ଡ ତିଆରି କରାଯାଏ। ଏଥିରେ ଆପଣଙ୍କ କିଛି ସମୟ ପରେ ଜିନିଷ ଗୁଡ଼ିକୁ ଅପଡେଟ୍ କରିବାକୁ ପଡ଼ିବ। ଭାରତରେ ୟୁଆଇଡିଆଇ ଦ୍ୱାରା ଆଧାର କାର୍ଡକୁ ଅନେକ ନିୟମ ତିଆରି କରାଯାଇଛି। ଏଥି ଜିନିଷ ଗୁଡ଼ିକୁ 5 ବର୍ଷ ପରେ ଏବଂ 15 ବର୍ଷ ପରେ ଅପଡେଟ୍ କରିବାକୁ ପଡ଼ିବ। ଆପଣଙ୍କୁ ଜଣାଇ ଦିଆଯାଉଛି ଯେ 5 ବର୍ଷରୁ କମ୍ ବୟସର ପିଲାମାନଙ୍କର ଆଙ୍ଗୁଠି ଛାପ ନିଆଯାଏ ନାହିଁ କାରଣ ସେମାନେ ସେହି ବୟସ ପର୍ଯ୍ୟନ୍ତ ବିକାଶ କରିପାରୁନାହାନ୍ତି। ଏହାକୁ ବାଲ ଆଧାର କୁହାଯାଏ। ଏହା ଜନ୍ମ ପ୍ରମାଣପତ୍ରରୁ ତିଆରି ହୁଏ। ପିତାମାତାଙ୍କ ଆଧାର ମଧ୍ୟ ଏଥିରେ ଲିଙ୍କ ହୋଇଥାଏ। ଏହାପରେ ଯେତେବେଳେ ପିଲାଟିର 5 ବର୍ଷ ବୟସର ହୁଏ ତାପରେ ଏଥିରେ ବାୟୋମେଟ୍ରିକ ଡାଟା ଅପଡେଟ୍ କରିବାକୁ ପଡ଼ିଥାଏ ଯେଉଁଥିରେ ଫିଙ୍ଗର ପ୍ରିଣ୍ଟ, ଆଇସ୍ ସ୍କାନ ଏଭଳି ଡାଟା ଅନ୍ତର୍ଭୁକ୍ତ। ତାଙ୍କର ଫଟୋ ମଧ୍ୟ ଅପଡେଟ୍ କରିବାକୁ ପଡ଼ିଥାଏ। ତ ଦେଖନ୍ତୁ ଯଦି ଆପଣମାନେ ଆଧାର କାର୍ଡ ଆପଣଙ୍କ ପିଲାଙ୍କର ଆଧାର କାର୍ଡ ତିଆରି କରିନାହାନ୍ତି ତାହେଲେ ଖୁବ୍ ଶୀଘ୍ର ତିଆରି କରନ୍ତୁ। ଯଦି ଆପଣଙ୍କର 5 ବର୍ଷ ହେଇଯାଇଛି ଆଧାର କାର୍ଡକୁ ତିଆରି କରି ତାହେଲେ ଆପଣମାନେ ମଧ୍ୟ ବାୟୋମେଟ୍ରିକ୍ସ, ଆଇସ୍, ଫିଙ୍ଗର ପ୍ରିଣ୍ଟ ଫଟୋ ଅପଡେଟ୍ କରନ୍ତୁ। ନହେଲେ ଆପଣଙ୍କ ଆଧାର କାର୍ଡ ଯାହାକି ଯେକୌଣସି ଜାଗାରେ ଆପଣ ଲଗେଇଲେ କାମ କରିବ ନାହିଁ। ତ ଆପଣମାନେ ଖୁବ୍ ଶୀଘ୍ର ଅପଡେଟ୍ କରନ୍ତୁ ଯାହାକି ଗଭର୍ଣ୍ଣମେଣ୍ଟର ଏଇ ସୂଚନା ଦେଇଥିଲେ। ତ ଏଇଭଳିଆ ଆଜିର ବେଷ୍ଟ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗୁଥିବ ତାହେଲେ ସେୟାର କରନ୍ତୁ, ଲାଇକ୍